ଆଜି ମୁଁ ଗୋଟେ ଭୂତ କାହାଣୀ ଲେଖିବାକୁ ଯାଉଛି। କାହାଣୀ ତ ନୁହେଁ, ସତ ଘଟଣା। ଛୋଟବେଳେ ତ ଆମେ ଏମିତି ବହୁତ ଭୂତ କାହାଣୀ ଶୁଣିଛୁ। ସେତେବେଳେ ଏଇ ଭୂତ କାହାଣୀ ଶୁଣିବାକୁ ଡର ତ ଲାଗେ, ହେଲେ ବି ଶୁଣିବାକୁ ଇଚ୍ଛା ହୁଏ। ସତରେ କ'ଣ ଆଜି ବି ଭୂତ ଅଛନ୍ତି ନା ନାହିଁ? ଚାଲନ୍ତୁ ଜାଣିବା ଏ ଭୂତ କାହାଣୀଟି। ଜୀବନରେ କେବେ ଦେଖିନଥିଲେ ବି ଶବ୍ଦଟା କାହିଁକି ଅଖାଡ଼ୁଆ ଶୁଭେ? ହଁ ଆଜ୍ଞା, ମୁଁ ଭୂତ କଥା କହୁଛି। ଛୋଟବେଳେ କେତେ କ'ଣ କାହାଣୀ ଶୁଣିଥିଲେ ବଣ୍ଟି। ଲଗାଲଗି ଜେଜେ, ମାମୁଁ ସାଥେ ଆଉ ଗାଁ ଲୋକଙ୍କଠୁ ବହୁତ ପ୍ରକାର ଭୂତ ଗପ ଶୁଣିଛି ସେ। ଭୂତ କୁଆଡ଼େ ରାତି ପ୍ରହରକୁ ଡାକି ନିଏ ମାଛ ମାରିବାକୁ କିମ୍ବା ବିଲରେ ପାଣି ମଡ଼େଇବାକୁ। କେତେବେଳେ ଦେଖାଦିଏ କେଉଁ ବ୍ରାହ୍ମଣକୁ, ଯିଏ କୌଣସି ଏକ ଦୂର ଗାଁକୁ ବାହାଘର କିମ୍ବା ମୃତକ କାମ ସାରି ଫେରୁଥାଏ। କିଏ ଅବା ଦେଖେ କୌଣସି ଏକ ରାସ୍ତାରେ ନିଛାଟିଆ ସୁନସାନ ଜଙ୍ଗଲ ମଝିରେ ରାତି 12ଟାରେ ସୁନ୍ଦରୀ ଝିଅଟିଏ ଆଗ ଛକ ଯାଇ ଯିବ ବୋଲି ଲିଫ୍ଟ ମାଗେ। କେତେବେଳେ କୌଣସି ଏକ ଗାଡ଼ିର ବ୍ରେକ୍ ଫେଲ୍ କରିଦିଏ ଓ କିଛି ବାଟ ଗଲା ପରେ ପୁଣି ଆପେ ଆପେ ଗାଡ଼ିର ବ୍ରେକ୍ କାମ କରିବାକୁ ଲାଗେ। ତା'ର ବି ଇଲମ ଅଛି ଯେ, ଲଙ୍ଗଳା ହୋଇ ଭୂତଙ୍କ ସହ ନାଚିବାକୁ ପଡ଼େ। ଗଲେଇ ଆକାରର ମୂର୍ତ୍ତି, ସେଇ ଭିତରେ ଠିଆ ହେବାକୁ ପଡ଼େ। ହାତରେ ଲୁହାର କୌଣସି ଏକ ଜିନିଷ ଧରି ଆସ୍ତେ ଆସ୍ତେ ସେମାନେ ନ ଦେଖିଲା ପରି ସେଠୁ ଖସି ଆସିବାକୁ ହୁଏ। ଅବା ଗାଡ଼ି ଭିତରେ ପାଖରେ ଥିବା ମଦ ବୋତଲକୁ ଅଳ୍ପ ପିଇ ଆଉ ଅଳ୍ପ ହାତରେ ବଳି ହେଲେ ଭୂତ କିଛି କରିପାରେ ନାହିଁ। ଭୂତ ବି ଆଜ୍ଞା କ'ଣ କମ୍ କି? ଚାହିଁଲେ ମଣିଷକୁ ମାରି ଦେଇପାରେ, ପାଗଳ କରିପାରେ ଅବା ରକ୍ତ ଶୋଷି ନିଏ। ସେ ଦର୍ପଣରେ ଦେଖା ଯାଇନି ଆଉ ରାତି ଅଧାରେ ଗାଡ଼ିରେ ଲିଫ୍ଟ ମାଗି ବସିଯାଏ। ସେ ବସି ସାରିଲା ପରେ ଗାଡ଼ିର ଓଜନ ବଢ଼ିଯାଏ। ଗାଡ଼ି ଓଜନିଆ ଲାଗେ। 60 ସ୍ପିଡ଼ରେ ଚଲାଇଲେ 20ରେ ଯିବା ପରି ଲାଗେ। ଆଉ ସେଇ ଜାଗାଟି ଅତିକ୍ରମ କରିସାରିଲା ପରେ ଗାଡ଼ିର ସ୍ପିଡ଼ ହଠାତ୍ ପୁଣି 60କୁ ପଳାଇ ଆସେ। ଆଉ ପାଖ ସିଟ୍ରେ ଝିଅଟି ନଥାଏ। ଚାଳକ ନିୟନ୍ତ୍ରଣ ହରାଇ କେଉଁ ଗଛରେ କିମ୍ବା ରାସ୍ତା ପାଖରେ ଥିବା ଭଙ୍ଗା ଘରେ ପିଟି ହୁଏ ଓ ମରିଯାଏ। ନହେଲେ କିଛି ଦୂର ଯିବା ପରେ ହଠାତ୍ ଝିଅଟି ଉଭାନ ହୋଇଯାଏ ଓ ପଛରୁ କିଛି ଶବ୍ଦ ଆସି କାନରେ ବାଜେ, ଯାରେ ପୁଅ, ଏଥର ଛାଡ଼ିଦେଲି। ଏଗୁଡ଼ା ଶୁଣି ଶୁଣି ବଣ୍ଟି ଅଭ୍ୟସ୍ତ ଥିଲା। ଭୂତ କେମିତି ଆଉ ହାବୁଡ଼ରେ ପଡ଼ିଲେ କେମିତି ବଞ୍ଚିବ, କିନ୍ତୁ କିଛି ପ୍ରଶ୍ନର ଉତ୍ତର ସେ ଆଜି ଯାଏଁ ବି ପାଇନଥିଲା। ଯେମିତିକି ଡ୍ରାଇଭରଟି ମରିସାରିଲା ପରେ ଲୋକମାନେ କେମିତି ଜାଣିଲେ ଏତେ ସବୁ ଘଟଣା ଘଟିଥିଲା ବୋଲି? ଭୂତମାନେ ଖାଲି ଖାଲିରେ ନାଚନ୍ତି ନା ତାଙ୍କ ପାଇଁ କିଏ ଡିଜେ ବଜାଏ? ତାଙ୍କର କ'ଣ ମାଛ ଖାଇବା ପାଇଁ ଲୋଭ ଥାଏ ଯେ ସେମାନେ ମାଛ ମାରିବାକୁ ଡାକି ନିଅନ୍ତି? ସେମାନେ ତ ଯୁଆଡ଼େ ଚାହିଁବେ ଯାଇପାରିବେ, ହେଲେ ଲିଫ୍ଟ କାହିଁକି ମାଗନ୍ତି? ବ୍ରାହ୍ମଣ ପାଖରେ ତ ପଇତା ଥାଏ, ତାକୁ ଦେଖିକି ଭୂତ ଡରେ ନା ନାହିଁ? ଯଦି ଡରେ ତେବେ ବ୍ରାହ୍ମଣର ତ ଡରିବା ଦରକାର ନାହିଁ। ଆଉ ଯଦି ନ ଡରେ ତେବେ ସେ ବ୍ରାହ୍ମଣ ମୃତକ କାମ କିପରି କରେ? ସେତେବେଳେ ତାକୁ ଡର ଲାଗେ ନା ନାହିଁ? ଭୂତ ଦେହରେ ମୂତ ମାଟି କେମିତି ବାଜେ? ଏସବୁ କାହାଣୀ ଶୁଣି ଶୁଣି ସେ ବଡ଼ ହୋଇଛି। ଭୂତ ପ୍ରତି କିଛି ଡର ଥିଲେ ବି ସେ ଯେତେ ସେତେ ବଡ଼ ହୁଏ। ଆସ୍ତେ ଆସ୍ତେ ଦୁନିଆକୁ ଚିହ୍ନିଲା ପରେ ତା ମନରୁ ଭୂତ ପ୍ରତି ଥିବା ଡର ଛାଡ଼ି ଛାଡ଼ିଯାଏ। ଲୋକମାନେ ତ ପୁଣି ନାଇଟ୍ ସିଫ୍ଟ ସାରି ଘରକୁ ଆସୁଛନ୍ତି। ଏବେ ସହରରେ ବଡ଼ ଗଛ କିମ୍ବା ସେମିତି ପୁରୁଣା ଘର ନାହିଁ ଯେ ଭୂତ ରହିବ। ସହର ତ କେବେ ଶୁଏନି, ସବୁବେଳେ ଲୋକ ଯିବା ଆସିବା ଲାଗିଥାଏ। ତେବେ ଭୂତ ନା ଫୁତ? ଭୂତ ଡର ଛାଡ଼ି ଛାଡ଼ି ଆସିଲା ବେଳକୁ ତାକୁ ଯିବାକୁ ପଡ଼େ ଘରୁ ପ୍ରାୟ 70 କିଲୋମିଟର ଦୂରରେ ଥିବା ସହରକୁ। ଇଞ୍ଜିନିୟରିଂ ପଢ଼ିବା ପାଇଁ ଜଣେ ମାମୁଁ ତାକୁ ଗୋଟିଏ ଡେଉଁରିଆ ଦେଲେ ପିନ୍ଧିବା ପାଇଁ, ସବୁ ଶୁଭ ହେବ କହିକି। ଇଞ୍ଜିନିୟରିଂର ପ୍ରଥମ ବର୍ଷ ଯାହି ତାହିରେ କଟିଗଲା। ଦ୍ୱିତୀୟ ବର୍ଷକୁ ସେମାନେ କିଛି ସାଙ୍ଗ ଠିକ୍ କରନ୍ତି ଗୋଟେ ଘର ଭଡ଼ା ନେଇ ମେସ୍ କରି ରହିବା। ପ୍ରାୟ 8 ଜଣ। ଏତେ ବଡ଼ ଘର ସହର ଭିତରେ ଅଳ୍ପ ପଇସାରେ ମିଳିବା ମୁସ୍କିଲ। ତେବେ ସହରଠୁ ଟିକେ ଦୂର ହେଲେ ବି କିଛି ଅସୁବିଧା ନାହିଁ। ପାଖରେ 2-3ଟି ସ୍କୁଟର, ମୋଟରସାଇକେଲ ଅଛି। କଲେଜକୁ ଯିବା ପାଇଁ ସର୍ଟକଟ୍ ରାସ୍ତା ବି ଅଛି। ଅଳ୍ପ ସମୟ ଭିତରେ ପହଞ୍ଚି ହେବ। ସପ୍ତାହକୁ ଥରେ 2 ଥର ବଜାରକୁ ପରିବା ନେଲେ ଯଥେଷ୍ଟ। ଚାଉଳ ମସଲା ପାଇଁ ପାଖରେ ଗୋଟେ ଦୋକାନ ବି ଅଛି। ରୋଷେଇ ପାଇଁ ପାଖ ସାହିରୁ ପିଲାଟିଏ ବି ମିଳିଗଲା। ସବୁ ଦୃଷ୍ଟିରୁ ସୁବିଧା। ତେଣୁ ଘରଟି ଭଡ଼ାରେ ନେଇଗଲେ ସେମାନେ ଆଗକୁ। ତ ଆଗରୁ ମାଲିକ ସେ ଘରେ ନିଜେ ରହୁଥିଲା। ଏବେ ସେ ନିଜ ଘର ଛାଡ଼ି ମାତ୍ର 2 କିଲୋମିଟର ଦୂରରେ ଥିବା ଅନ୍ୟ ଏକ ଘରକୁ ଭଡ଼ାରେ ଚାଲିଗଲା ଓ ବଜାର ଦୂରଠୁ ବି କମ୍ ପଇସାରେ ଘରଟି ଭଡ଼ା ଦେବା ପାଇଁ ରାଜି ହୋଇଗଲା। ବାଃ, ବିରାଡ଼ି କପାଳକୁ
ଶିକା ଛିଣ୍ଡିଲା ପରିକା ଏମାନଙ୍କୁ ଘରଟି ମିଳିଗଲା। ଏବେ କିଛି ପଇସା ସଞ୍ଚି ହେବ। ଆଗରୁ ତ ଘର ହୋଟେଲ ଖାଇବାରେ ସବୁ ପଇସା ସରିଯାଏ। ଯାହା ହଉ ଭଲ ହେଲା। ନିରୋଳା ଟିକେ ନିଛାଟିଆ ଏଥିପାଇଁ ଯେ ଆଖପାଖରେ ଘର ଥିଲେ ବି ସାମ୍ନାରେ ଖେଳ ପଡ଼ିଆ, ଘର ସାଇଡ଼ରେ ରାସ୍ତା ଥିବାରୁ ଗୋଟିଏ ପଟେ ହିଁ ଜଣେ ପଡ଼ୋଶୀ। ପଛପାଖେ ଘରର ବାଡ଼ି ଓ ପଛ ଘରର ବାଡ଼ି ମିଶି ପ୍ରାୟ ଲମ୍ବା ଚଉଡ଼ାରେ ବହୁତ, ତେଣୁ ତାଙ୍କୁ ପଡ଼ୋଶୀ ବୋଲି ବି କହି ହେବନି। ଇଞ୍ଜିନିୟରିଂର ପିଲାମାନେ ସତରେ ବଡ଼ ଟ୍ୟାଲେଣ୍ଟେଡ଼। ପରୀକ୍ଷାର ମାସେ ପୂର୍ବରୁ ପଢ଼ା ଆରମ୍ଭ, 6 ମାସର କୋର୍ସ ମାସରେ ଖତମ। ତେଣୁ ବାକି 5 ମାସ ତାଙ୍କ ପାଖରେ ଟାଇମ୍ ହିଁ ଟାଇମ୍ ଥାଏ। ଆଜି ଗଣେଶ ପୂଜା ତ କାଲି ଲକ୍ଷ୍ମୀ ପୂଜା, ସବୁ କେମିତି ନିଆରା ନିଆରା ଲାଗେ। ବଣ୍ଟିର ମେସ୍ ସାଙ୍ଗମାନେ ସେଦିନ ବସି କଥା ହେଉଥିଲେ, ଏଥର ଦୀପାବଳିଟା ବଡ଼ ଧୁମଧାମରେ ପାଳିବା। ଆଖପାଖର ଲୋକାଲ ସାଙ୍ଗମାନେ ବି ହାତ ମିଶାଇଲେ। ପାଖାପାଖି 10,000 ଟଙ୍କା ଉପରେ କଲେକ୍ସନ୍ ହେଲା। ଏଥର ଖୁବ୍ ମଜା ହେବ। 10,000 ଟଙ୍କାର ବାଣ ଆଖପାଖରୁ ବାଣ କିଣିଲେ ଅଳ୍ପ ଆସିବ, ତେଣୁ ଠିକ୍ କଲେ ଯେ ପ୍ରାୟ 30-40 କିଲୋମିଟର ଦୂରରେ ଥିବା ଏକ ଗାଁରେ ବାଣ ଆସିବ, ସେଇଠି ବାଣ ତିଆରି ହୁଏ। ସେଠୁ ହିଁ ବାଣ ଆଣି ଛୋଟ ଦୋକାନୀମାନେ ଚଢ଼ା ଦରରେ ବିକ୍ରି କରନ୍ତି। ଆହୁରି ବି ଲିଚୁ ଲାଇଟ୍ ଆସିବ, ଧପଧପି ଚାଇନା ଲାଇଟ୍ ବି ଆସିବ, ଗୋଟେ ମାଷ୍ଟର ବଲ୍ ବି ଆସିବ, ଯେଉଁଟା କି ସବୁ ଲାଇଟ୍କୁ ଧପଧପ କରିବ। ବାସ୍ ଆରମ୍ଭ ହେଲା ପ୍ରିପାରେସନ୍। 7 ଦିନ ପୂର୍ବରୁ ଲାଇଟ୍ ସବୁ ଆସିଗଲା, ଖାଲି ବାଣ ବିକି ବାକି ରହିଲା। ଯୋଜନା ଅନୁସାରେ ଦୀପାବଳି ପୂର୍ବ ଦିନ ବାଣ ଆସିବ, ହେଲେ ଲାଇଟ୍ ସବୁ ଆସିଗଲାଣି। ଯେତେବେଳେ ଲଗାଇଦେଲେ ମେସ୍ଟା ସୁନ୍ଦର ଦିଶିବ, ତେଣୁ ସମସ୍ତେ ଲାଗିଗଲେ କାମରେ। କେଉଁ ଜାଗାରେ କେଉଁ ଲାଇଟ୍ଟା ଲଗାଇଲେ ଭଲ ଦେଖାଯିବ ତାହା ମଧ୍ୟ ଫାଇନାଲ୍ ହୋଇଗଲା। ମେସ୍ର କାନ୍ଥକୁ ଲାଗିଥିବା ଆମ୍ବ ଗଛ ଉପରେ ଲିଚୁ ଲାଇଟ୍ ଲଗାଯିବାର ଯୋଜନା ହେଲା। ଜଣେ ପିଲା ଗଛ ଉପରେ ଚଢ଼ି ଗୋଟେ ପରେ ଗୋଟେ ଡାଳରେ ଲଗାଇ ଚାଲିଲା। ସରିଗଲା ପରେ ତଳକୁ ଓହ୍ଲାଇଲା ବେଳେ ତା ଗୋଡ଼ରେ ଗୋଟେ କଣ୍ଟା ବାଜିଲା, ଯାହାକି ଗଛରେ ପିଟା ହୋଇଥିଲା। କିଏ ଗୋଟେ ଦୁଷ୍ଟ ପିଲା ଲଗାଇଥିବ ବୋଲି ଭାବିକି ସେ କଣ୍ଟାକୁ କାଢ଼ି ଫୋପାଡ଼ି ଦେଲା ଓ ତଳକୁ ଆସି ବାକି କାମରେ ମନ ଦେଲା। ଛାତ ଉପରେ ମାଷ୍ଟର ବଲ୍ ଲଗାଇଲା ପରେ ବି କୌଣସି ବି ଲାଇଟ୍ ଧପଧପ ହେଉନି। କିନ୍ତୁ କାହିଁକି? ବହୁ ସମୟ ପରୀକ୍ଷା ନିରୀକ୍ଷା କଲା ପରେ ବି କାହିଁକି କେଜାଣି ସେଟା କାମ କଲାନି। ଛାଡ଼, କାଲି ଦେଖିବା କହି ସମସ୍ତେ ଘରକୁ ପଳାଇ ଆସି ଅନ୍ୟ କାମରେ ମନ ଦେଲେ। ବେଳେବେଳେ କିଛି ସାଙ୍ଗମାନେ ମଧ୍ୟ ଆସନ୍ତି ମେସ୍କୁ। ହସ ଖେଳ ଖଟି ସହ ତାସ୍ ମାଡ଼ ବି ହୁଏ। ଶୀତଦିନ, ତେଣୁ ବ୍ୟାଡ଼ମିଣ୍ଟନ ଖେଳ ବି ହୁଏ। ସେଦିନ ବ୍ୟାଡ଼ମିଣ୍ଟନ ଖେଳିସାରି ପୁଣି କିଛି ସମୟ ମାଷ୍ଟର ବଲ୍ ପଛରେ ଲାଗିଲେ ବି କିଛି ଲାଭ ହେଲାନି। ଛାଡ଼, ଏବେ କିଛି ସାଙ୍ଗମାନେ ଆଣିଥିବା କିଛି ଫଟୋ କମ୍ପ୍ୟୁଟରରେ ଦେଖାଗଲା। ସ୍କ୍ରିନ୍ ସେଭର ପାଇଁ କିଛି ଭଲ ଭଲ ଫଟୋ ବାଛି ରଖାଗଲା। ଏହା ସେତେବେଳର କଥା ଯେତେବେଳେ ଫ୍ଲପି ଡ୍ରାଇଭରେ ଫଟୋ ନେଣଦେଣ ହୁଏ। ଇଣ୍ଟରନେଟ୍ କହିଲେ 64 kbps, ସେ ପୁଣି କେବଳ କଲେଜରେ ଥିଲା। 20 GB ହାର୍ଡ଼ ଡିସ୍କ ମାନେ ବହୁତ। କମ୍ପ୍ୟୁଟର ଗୋଟେ କିଣିବା ପାଇଁ ପାଖାପାଖି 80,000 ଟଙ୍କା ଲାଗୁଥିଲା। ଫଟୋ ସବୁ ଦେଖି ସାରିଲା ପରେ ହଠାତ୍ ଗୋଟେ ଫଟୋ ଉପରେ ନଜର ପଡ଼ିଲା, ଯେଉଁଥିରେ ଗୋଟେ ପିଲାର ପଛପଟେ ଗୋଟେ ଭୂତର ଫଟୋ ଥିଲା ଓ ଏ ଫଟୋଟି ବଲାଙ୍ଗୀରର କେଉଁ ଏକ ଜଙ୍ଗଲରେ ଉଠାଯାଇଥିଲା। ସେମାନେ ଭୋଜି କରିବାକୁ ଯାଇଥିଲେ। ଆସିଲା ପରେ କିଛି ଦିନ ରକ୍ତ ବାନ୍ତି କରି ପିଲାଟି ମରିଗଲା। ସେତେବେଳେ ରିଲ୍ ବାଲା କ୍ୟାମେରା ଥିଲା। ଧୋଇ ସାରିଲା ପରେ ଏ ଫଟୋଟି ଲୋକଲୋଚନକୁ ଆସି ଭାଇରାଲ୍ ହୋଇଗଲା। ତେବେ ଦେଖୁ ଦେଖୁ କେତେବେଳେ ସେ କମ୍ପ୍ୟୁଟରରେ ବାଜୁଥିବା ଗୀତ ବନ୍ଦ ହୋଇଯାଇଛି, କାହାକୁ ଜଣା ନାହିଁ। ଗୀତ କେତେବେଳୁ ବନ୍ଦ ହୋଇଛି କାହାକୁ ଜଣା ନାହିଁ। ସମସ୍ତେ ଫଟୋ ଦେଖିବା ବାର୍ତ୍ତାଳାପ ମଗ୍ନ। ହଠାତ୍ ଜଣେ ପିଲା ଆବିଷ୍କାର କଲା ଯେ ଗୀତ କାହିଁକି ବାଜୁନି। କିଛି ସମୟ ପୂର୍ବରୁ ତ ବାଜୁଥିଲା। ହଉ, କାଳେ ବନ୍ଦ କରି ପୁଣି ଖୋଲିଲେ ବାଜିବ। କିନ୍ତୁ ନା, ଯେତେ ଚେଷ୍ଟା କଲେ ମଧ୍ୟ ଆଉ ଗୀତ ବାଜିଲାନି। କାଳେ ସାଉଣ୍ଡ କାର୍ଡ଼ରେ କିଛି ପ୍ରୋବ୍ଲେମ୍ ଥିବ ବୋଲି ଭାବି ସବୁ ଖୋଲାଖୋଲି କରି ଆଉଥରେ ସଜଡ଼ା ହେଲା। ସବୁ ପିଲା କମ୍ପ୍ୟୁଟର ପାଞ୍ଚର, ତେଣୁ ଏସବୁ ତାଙ୍କର ନୀତିଦିନିଆ କଥା। ଅଧଘଣ୍ଟା ଗଲା, ଘଣ୍ଟେ ଗଲା, କିଛି ଲାଭ ନାହିଁ। ହଉ, କାଲି ସକାଳୁ ଦୋକାନକୁ ନେଲେ ଦେଖିବା। ଏବେ କମ୍ପ୍ୟୁଟରରେ ଭୂତ ଫଟୋ କିଆଁ ରଖିବା ବୋଲିକି ଭାବି ତାକୁ ଡିଲିଟ୍ କରିଦିଅ ଗଲା। ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଗୀତ ପୁଣି ଥରେ ଆରମ୍ଭ ହେଲା। ଆରେ ଏ କି କଥା? ପୁଣି ଫଟୋ କପି କର, ଗୀତ ବନ୍ଦ, ଡିଲିଟ୍ କର, ଗୀତ ଚାଲୁ। ସମସ୍ତେ ଆଶ୍ଚର୍ଯ୍ୟ। ଆଚ୍ଛା, ତେବେ ଏଥିରେ କିଛି ଭାଇରସ୍ ଥାଇପାରେ। ସମସ୍ତେ ଫ୍ଲପି ଭଲ ଅଛି ବୋଲି ସଫେଇ ଦେବାକୁ ଲାଗିଲେ। ଏ ଫଟୋ ତ ଆହୁରି ବହୁତ ପିଲା ଏଇ ଫ୍ଲପିରୁ କପି କରି ନିଜ ନିଜ କମ୍ପ୍ୟୁଟର ରଖିଛନ୍ତି। କାହାର କିଛି ଅସୁବିଧା ହେଉନି। ତୁମ କମ୍ପ୍ୟୁଟରରେ କିଛି ଥାଇପାରେ। ଏସବୁ ଯୁକ୍ତି ପରେ ଫାଇନାଲ୍ ହେଲା ଯେ ରିସ୍କ ନେବା ଦରକାର ନାହିଁ, ତେଣୁ ଫଟୋଟି ଡିଲିଟ୍ କରାଯାଉ। କିନ୍ତୁ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଫଟୋଟି ଡିଲିଟ୍ ହେଲା ନାହିଁ। ବହୁତ ଥର ଚେଷ୍ଟା କଲା ପରେ ବି ଫଟୋଟି ପୁଣି ଥରେ ଫେରି ଆସିଥାଏ। ଥରେ ମାତ୍ର ରିଫ୍ରେଶ୍ କରେ, ଅନ୍ୟ ଉପାୟ ନଥାଏ।
କମ୍ପ୍ୟୁଟରକୁ କିଛି ସମୟ ବନ୍ଦ କରାଗଲା। ପୁଣି କିଛି ସମୟ ପରେ ଖୋଲି ଫଟୋଟିକୁ ଡିଲିଟ୍ କରିବାରୁ ଫଟୋଟି ଡିଲିଟ୍ ହେଲା। ଦୀପାବଳି ଆହୁରି 4 ଦିନ ବାକି। ମଝିରେ ମେସ୍ ପିଲାଙ୍କ ଭିତରୁ ଜଣଙ୍କର ଭାଇ ବୁଲିବାକୁ ଆସିଥିଲେ। ରାତିରେ ଗପ ସରି ଶୋଉ ଶୋଉ ରାତି ପ୍ରାୟ 2:30। ସମସ୍ତେ ଶୋଇ ସାରିଲେଣି। ଝରକା ଖୋଲା, ମୃଦୁ ମୃଦୁ ପବନ ଧୀରେ ଧୀରେ ଝରକା ପଟେ ଆସୁଥାଏ। ଶୀତ ଦିନ ତ ଆରମ୍ଭ ଘୋଡ଼େଇ ହେବା ଦରକାର ପଡ଼ୁନଥାଏ। ଫ୍ୟାନ୍ର ସ୍ପିଡ଼୍ ପ୍ରାୟ 2-3ରେ ଚାଲୁଥାଏ। ରହି ରହି ଗୋଟେ ପିଲାର ଘୁଙ୍ଗୁଡ଼ି ଶବ୍ଦ ଶୁଣାଯାଉଥାଏ। 3ଟି ବଖରାରେ ପ୍ରାୟ 9 ଜଣ ଶୋଇଥାନ୍ତି। ଘରଟିକୁ 2 ଭାଗରେ ବିଭକ୍ତ କଲେ ଗୋଟିଏ ପଟେ 2ଟି ରୁମ୍, ବାହାରକୁ ଯିବା ବାଟ ସେଇପଟେ। ରୁମ୍ର ବାହାରେ ଆମ୍ବ ଗଛ। ଏପଟ ରୁମ୍ ପାଖରେ ରୋଷେଇ ଘର, ଆର ଭାଗରେ ଆଉ ଗୋଟେ ରୁମ୍ ଷ୍ଟୋର ରୁମ୍। ସେଥିରେ ଘର ମାଲିକଙ୍କ ଜିନିଷପତ୍ର ସବୁ ଥାଏ। ତାକୁ ଲାଗି ଆଉ ଗୋଟେ ରୁମ୍, ତାପରେ 2ଟା ଗାଧୁଆ ଘର ଲାଗି ମଝିଟା ଡାଇନିଂ, ବାହାର ପଟେ ଗୋଟେ ଖୋଲା ଘର ଓ ସିଡ଼ି ଘର। ଚାରିପଟେ ମାଙ୍କଡ଼ା ପଥରର ପାଚେରୀ, ସବୁ ରୁମ୍ର ଝରକା ଗୁଡ଼ା ପାଚେରୀକୁ ଲାଗିଛି। ହଠାତ୍ କେମିତି ଗୋଟେ ରୁଣୁଝୁଣୁ ଶବ୍ଦ ହେଲା। ଛମ୍ ଛମ୍ ଶବ୍ଦ। କିଏ କେମିତି ଚାଲି ଚାଲି ଯାଉଛି, ବୋଧହୁଏ କିଏ ନବବଧୂ। କିନ୍ତୁ ଏତେ ରାତିରେ? ହଁ, ହେଇଥିବ ପଡ଼ୋଶୀଙ୍କ ବୋହୂ ଉଠିଥିବ ରାତିରେ ପାଣି ପିଇବାକୁ ବା ପରିସ୍ରା ଯିବାକୁ। ଆସ୍ତେ ଆସ୍ତେ ରୁଣୁଝୁଣୁ ଶବ୍ଦ ଝରକା ପାଖକୁ ଆସିବାର ଶୁଣାଗଲା। ଭାଇ ଜଣକୁ ଟିକେ ଡର ଲାଗିଲା ବି ସେ ପତଳା ଚଦର ମୁହଁ ଉପରେ ଦେଇ ଶୋଇବାକୁ ଚେଷ୍ଟା କଲେ। ଆସ୍ତେ ଆସ୍ତେ ପାଉଁଜିର ରୁଣୁଝୁଣୁ ଶବ୍ଦ ପାଖେଇ ପାଖେଇ ଆସି ପୁଣି ଦୂରରେ ଯିବା ପରି ଲାଗିଲା। ଭାଇ ଜଣକ ଏଥର ଉଠି ଝରକା ପଟେ ଡୁଙ୍ଗିଲେ, କିନ୍ତୁ ପାଦପାଖ ଧଳା ଶାଢ଼ୀଟିଏ ପରି ଦିଶିବା ବ୍ୟତୀତ ଆଉ କିଛି ଦୃଶ୍ୟ ହେଲା ନାହିଁ। ତେବେ କେହି ଜଣେ ଧଳା ଶାଢ଼ୀଟିଏ ପିନ୍ଧି ପାଚେରୀ ପାଖରେ ଚାଲି ଚାଲି ଯିବାର ଅନୁଭବ କଲେ। କିନ୍ତୁ ପରଦିନ ସକାଳୁ କାହିଁକି କିଛି ନ କହି ସେ କାମରେ ଚାଲିଗଲେ। ସେଦିନ ସେଇ ଘରେ ମେସ୍ ପିଲାଙ୍କ ଭିତରୁ ଜଣେ ଶୋଇଥାଏ। ରାତି ପ୍ରାୟ 12ଟା ହେବ। ଅନ୍ୟମାନେ ଅନ୍ୟ ଘରେ ତାସ୍ ଖେଳୁଥାନ୍ତି ଓ 3 ଜଣ କମ୍ପ୍ୟୁଟରରେ ଗେମ୍। ହଠାତ୍ ଗୋଟେ କୁଁ କୁଁ ଶବ୍ଦ ଶୁଭାଗଲା। ତାପରେ ସେ ସେଁ ହୋଇ ଛଟପଟ ଚିତ୍କାର କଲା। ସମସ୍ତେ ଉଠି ପିଲାଟି ଶୋଇଥିବା ରୁମ୍କୁ ଧାଇଁଲେ। ପିଲାଟି ଶୋଇ ଛଟପଟ ହେଉଥାଏ। ସ୍ୱପ୍ନ ଦେଖୁଛି ବୋଧେ। ସମସ୍ତେ ତାକୁ ଉଠାଇବାକୁ ଚେଷ୍ଟା କଲେ। କିଛି ସମୟ ପରେ ଉଠିଲା। ଉଠୁ ଉଠୁ ଆଗ ବୋତଲରୁ ଅଧା ବୋତଲ ପାଣି ପିଇ ପକାଇଲା। ସମସ୍ତେ ତାକୁ ଗାଳି କରିବାକୁ ଲାଗିଲେ। ଶଳା, ସ୍ୱପ୍ନ ଦେଖି ବିଳିବିଳେଇ ହେଉଛୁ, ଆମ ଖେଳର ମୁଡ୍ ଭାଙ୍ଗିଦେଲା। ଛେ। ପିଲାଟି ଟିକେ ସାଷ୍ଟମ ହେଲା ପରେ କହିଲା, ମୋତେ କିଏ ଜଣେ ମାଡ଼ି ବସିଥିଲା। ମୁଁ ଉଠିବାକୁ ଚେଷ୍ଟା କରୁଛି କିନ୍ତୁ ଉଠି ପାରୁନି। ପାଟି କରିବାକୁ ଚେଷ୍ଟା କରୁଛି କିନ୍ତୁ ଡାକ ଶୁଣାଯାଉନି। କଥା ବାହାରୁନି ପାଟିରୁ। ସମସ୍ତେ ତା କଥାକୁ ହସରେ ଉଡ଼ାଇ ଦେଲେ। ଆମକୁ ତ କାହିଁ କେହି ମାଡ଼ି ବସୁନାହାନ୍ତି। ତୁ ଶଳା ସ୍ୱପ୍ନରେ ବିଳିବିଳେଇ ହେଉଛୁ। କିଏ କିରେ? ସୁନ୍ଦରୀ ଝିଅ ଥିଲା ନା ବୁଢ଼ୀ ମାଇକିନା? ହୋ ହୋ ହସ ଆଉ କଟାକ୍ଷରେ ପିଲାଟି ବିଚରା ଚୁପ୍ ରହିଲା। କିନ୍ତୁ ତା ପରଠୁ ସବୁଦିନ ଶୋଇବା ଯିବା ପୂର୍ବରୁ ବାଇବେଲରୁ 2-3ଟା ପାରା ପୋଡ଼ି ମୁଣ୍ଡିଆ ମାରି ବାଇବେଲକୁ ତକିଆ ତଳେ ରଖି ଶୋଇବାକୁ ଯାଏ। ଦୀପାବଳି ପୂର୍ବଦିନ ସବୁ ଜିନିଷ ଯୋଗାଡ଼ ହୋଇଥାଏ। 4 ଜଣ ପିଲା ଯାଇ ବାଣ ନେଇ ଆସିଲେ। ଲାଇଟ୍ ସବୁ ସେମିତି ବିନା ଧପଧପରେ ଚାଲିଥାଏ। ବାଣଗୁଡ଼ିକ ଛାତ ଉପରେ ଖରାରେ ରଖାଗଲା। କାଲି ଦୀପାବଳି, ଆଉ ଗୋଟେ ଦିନ ପୂର୍ବରୁ ଖରାରେ ରଖିଲେ ଭଲ ଫୁଟେ। ଦେଖୁ ଦେଖୁ ଦୀପାବଳି ବି ଆସିଗଲା। ସମସ୍ତେ ଉତ୍କଣ୍ଠାର ସହ ସନ୍ଧ୍ୟାକୁ ଅପେକ୍ଷା କରିଥାନ୍ତି। କେତେବେଳେ ସନ୍ଧ୍ୟା ହେବ। ଚାହୁଁ ଚାହୁଁ ଦିନ ସରି ସନ୍ଧ୍ୟା ହେଲା। ଘରର ଦୁଆର ପାଖରେ 2ଟି ଦୀପ ଥୋଇ ବାଣ ଫୁଟା ଆରମ୍ଭ ହେଲା। ସେପଟେ ରୋଷେଇଆ ପିଲା କୁହାଯାଇଥିଲା ପୁରୀ ଆଉ ଆଳୁଦମ କରିବା ପାଇଁ। ରୋଷେଇଆ ପିଲାଟି ପୁରୀ ଆଳୁଦମ କରି ସାରି ଘୋଡ଼େଇ ଗ୍ୟାସ୍ ଉପରେ ଜାଗା ସବୁ ରଖି ନିଜ ଘରକୁ ପଳାଇଲା। ଏପଟେ ବଣ୍ଟି ଆଉ ତା ସାଙ୍ଗମାନଙ୍କ ବାଣ ଫୁଟା ଚାଲୁଥାଏ। ଦେଖୁ ଦେଖୁ ରାତି 10ଟା ବାଜିଗଲା। ବାଣ ସବୁ ସରି ଘୁଷରି ଆସୁଥାଏ। ଶେଷରେ ଫୁଟା ହେବା ପାଇଁ ଗୋଟେ ବଡ଼ କୁମ୍ପି ବାଣ ରଖାଯାଇଥିଲା। ବାଣଟି ସୁରେଇ ଆକାରର ବଡ଼, ତେଣୁ ଶେଷରେ ରାତି ପ୍ରାୟ 11:30-12ଟା ବେଳକୁ ସେଟା ଫୁଟା ଯିବ। କେବଳ ବଡ଼ା ବାଣ ତକ ଥାଏ। ସେଗୁଡ଼ା ଫୁଟାଇବାକୁ ଟିକେ ଅଧିକା ଟାଇମ୍ ଲାଗେ। ମଝିରେ ସମସ୍ତଙ୍କୁ ଭୋକ ଲାଗିଲା। ଜଣେ ପରେ ଜଣେ ଆସିଲେ ଖାଇବା ପାଇଁ। ଗୋଟେ ପିଲା ରୋଷେଇ ଘରକୁ ଆସିଲା ବେଳକୁ ପୁରୀ ଡେକ୍ଚିଟି ତଳେ ଉଲ୍ଟା ହୋଇ ପଡ଼ିଥାଏ। ଢାଙ୍କୁଣୀ କିନ୍ତୁ ବନ୍ଦ ଥାଏ। ପାଖରେ 3ଟି ପୁରୀ ଡେକ୍ଚିରୁ ବାହାରିକି ପଡ଼ିଥାଏ। ଓଃ, କିଏ ଜଣେ ସେଥିରୁ କିଏ ଗୋଟେ ଥର ଖଣ୍ଡିଆ କରି ଖାଇବା ପରି ଲାଗୁଥିଲା। ପିଲାଟି ନିଜ ପାଇଁ ପୁରୀ ବାହାର କଲା। ଖଣ୍ଡିଆ ପୁରୀ ଗୁଡ଼ିକ ଡଷ୍ଟବିନ୍ରେ ପକାଇ ଦେଲା। ପୁରୀ ଡେକ୍ଚିକୁ ପୁଣି ଥରେ ଗ୍ୟାସ୍ ଉପରେ ରଖି କିଛି ଆଳୁଦମ ନେଇ ଅନ୍ୟ ଘରକୁ ଗଲା ଖାଇବା ପାଇଁ। ଆଉ ଜଣେ ଆସିଲା କିଛି ସମୟ ପରେ, ପ୍ରାୟ 15 ମିନିଟ୍ ପରେ। ଏଥର ବି ପୁଣି ଡେକ୍ଚି ଓଲଟା ହୋଇଥାଏ। ଖଣ୍ଡିଆ ପୁରୀ ବାହାରିଥାଏ। ତଳେ କିନ୍ତୁ ଡେକ୍ଚିର ଢାଙ୍କୁଣୀ ବନ୍ଦ।
ସେ ଭାବିଲା ବିଲେଇ ବୋଧେ ପକାଇ ଦେଇଛି। ସେ ବି ଖଣ୍ଡିଆ ପୁରୀ ଗୁଡ଼ିକ ଡଷ୍ଟବିନ୍ରେ ପକାଇ ନିଜ ପାଇଁ ଖାଇବା ଧରି ଡେକ୍ଚିକୁ ପୁଣି ଗ୍ୟାସ୍ ଉପରେ ରଖି ଆର ଘରକୁ ଗଲା ଖାଇବା ପାଇଁ। ଏଥର କିଛି ସମୟ ପରେ ପ୍ରଥମ ପିଲା ଆସିଲା ଆଉ କିଛି ପୁରୀ ନେବା ପାଇଁ। ପ୍ରଥମ ଥର ପରି ଏପରି ବି ଡେକ୍ଚି ଓଲଟା ପଡ଼ିଥାଏ। ତା ରାଗ ପଞ୍ଚମକୁ ଉଠିଗଲା। ଚିଲେଇ କରି ସମସ୍ତଙ୍କୁ ଡାକ ପକାଇଲା ଆଉ କିଏ ଏମିତି କରିଛି ବୋଲି ଗାଳି ଦେବାକୁ ଲାଗିଲା। ବିଶେଷ କରି ଦ୍ୱିତୀୟ ପିଲାଟି ନିଜକୁ ନିର୍ଦ୍ଦୋଷ ବୋଲି ସଫେଇ ଦେଉଥାଏ ଓ ସେ ଏପରି ପଡ଼ିଥିବାର ଦେଖି 3ଟି ପୁରୀ ଡଷ୍ଟବିନ୍ରେ ପକାଇଛି ବୋଲି ବି କହି ପ୍ରମାଣ କରୁଥାଏ। କିନ୍ତୁ ପ୍ରଥମ ପିଲାଟି ରାଗ ତମ ହୋଇ ତୁ ନୁହେଁ ମୁଁ ପକାଇଛି। ଡଷ୍ଟବିନ୍ରେ ଦେଖିଲା ବେଳକୁ ଗୋଟିଏ ବି ପୁରୀ ନଥିଲା ଡଷ୍ଟବିନ୍ରେ। ଏବେ ପୁଣି ଗଣନା ଆରମ୍ଭ ହେଲା। 8 ଜଣ ପିଲାଙ୍କ ପାଇଁ 80ଟି ପୁରୀ କରାଯାଇଥିଲା। 2 ଜଣ 6ଟି କରିକି ଖାଇ ସାରିଲା ପରେ ଓ 3ଟି ପୁରୀ ବାହାରକୁ ପଡ଼ିଲା ପରେ ବି ଡେକ୍ଚିରେ ଏବେ 80ଟି ପୁରୀ ଥିଲା। ରୋଷେଇଆ ବୋଧେ ଭୁଲରେ ଅଧିକା କରିଦେଇଛି। ଛାଡ଼, ଖାଇଲେ ଗଲା, କିଏ ଦେଖୁଛି ବୋଲି କହି ଅନ୍ୟମାନେ ସମସ୍ତେ ଖାଇ ବସିଲେ। ଖାଇସାରି ପୁଣି ବାଣ ଫୁଟାରେ ମନ ଦେଲେ। ଏବେ ଆସିଲା କମ୍ପି ବାଣର ଫୁଟାଇବାର ସମୟ। ପଡ଼ିଆ ମଝିରେ ଯାଇ ଫୁଟାଇବା ପାଇଁ ସଜ ହେଲେ ସମସ୍ତେ। ପଡ଼ିଆ ମଝିକୁ ଯାଇ ବାଣଟି ଅଧା ମାଟିରେ ପୋତି ସେଥିରେ ନିଆଁ ଲଗାଗଲା। ପ୍ରାୟ ଅଧା ଘଣ୍ଟା ବାଣଟି ଫୁଟି ସାରିଲା ପରେ ହଠାତ୍ ଢୋ କରି ଫାଟିଲା ଓ ନିଆଁ ସବୁ ଆଡ଼େ ବିଛାଡ଼ି ହୋଇ ପଡ଼ିଲା। ଆହୁରି ଫୁଟିଥାନ୍ତା, ସାଇଡ଼ରୁ ଟିକେ ଫାଟି ଯାଇଥିଲା ବୋଧେ। ବେକାର ହୋଇଗଲା, ଆହୁରି ଅଧଘଣ୍ଟା ଉପରେ ଫୁଟିଥାନ୍ତା ପରି ମନ୍ତବ୍ୟ ଦେଇ ସମସ୍ତେ ମନ ଦୁଃଖରେ କଲେ। ଏବେ ଘରକୁ ଫେରିବାର ବେଳ। ଘର ମୁହାଁ ହୋଇ ଦେଖିଲା ବେଳକୁ ଘର ଚାରିପାଖରେ ଧୂଆଁ ଭର୍ତ୍ତି। ଘରଟି ଯେମିତି ଭୂତ କୋଠି ପରି ଲାଗୁଥାଏ। ଅନ୍ୟ ସବୁଆଡ଼େ ଅଳ୍ପ ଧୂଆଁ ମିଶି କୁହୁଡ଼ି ଥିବା ବେଳେ ଘରର ଚାରିପାଖରେ ଧୂଆଁରେ ଭର୍ତ୍ତି। ଏପରିକି ମାତ୍ର 50 ମିଟର ଦୂରରେ ବି ଲିଚୁ ଲାଇଟ୍ ଗୁଡ଼ିକ ଦେଖାଯାଉନଥାଏ। ସମସ୍ତେ ଉପରକୁ ଟାଣ ଦେଖାଇଲେ ବି ପଛ ପିଳେଇ ପାଣି ହୋଇସାରିଥାଏ। ଆହୁରି ପାଖାପାଖି 10 ମିଟର ପାଖକୁ ଆସିବାରୁ ଆସ୍ତେ ଆସ୍ତେ ଲିଚୁ ଲାଇଟ୍ ଗୁଡ଼ିକ ଦେଖାଗଲେ ହେଲେ ଏ କ'ଣ, ସବୁଗୁଡ଼ିକ ଧପ୍ ଧପ୍ ହେଉଥିଲା। ଦୀର୍ଘ 7 ଦିନ ହେଲା ଯେଉଁ ଲିଚୁ ଗୁଡ଼ିକ ମୂଳରୁ ଥରେ ବି ଧପ୍ ଧପ୍ ହୋଇନଥିଲା, ଏବେ ସେଗୁଡ଼ିକ ଆଖି ମିଟିକା ମାରି ଖତେଇ ହେଇ ପରି ଲାଗୁଥାଏ। ଆଉ କାହାର ସାହସ ନଥିଲା ଛାତ ଉପରକୁ ଯାଇ ଲାଇଟ୍କୁ ବନ୍ଦ କରିବା ପାଇଁ। ଆସ୍ତେ ଆସ୍ତେ ଏପରି ଆହୁରି କାର୍ଯ୍ୟକଳାପ ସବୁ ନଜର ଆସିବାକୁ ଲାଗିଲା। ଯେମିତି ରାତି 12ଟାରେ ସମସ୍ତେ ଗୋଟେ ଘରେ ବସି ଗପ କରୁଥାନ୍ତି। କିଏ ଜଣେ ଧଳା ଚାଦର ଘୋଡ଼ାଇ ଝରକା ପଟେ ଚାଲି ଚାଲି ଗଲା। ବଡ଼ ଝରକାଟିର 4ଟି କବାଟ, 2ଟି କବାଟ ଅତିକ୍ରମ କଲା କିନ୍ତୁ 2ଟି ଅତିକ୍ରମ କଲା ନାହିଁ। ସମସ୍ତେ ବାହାରକୁ ଯାଇ ଦେଖିଲା ବେଳକୁ ସେଠାରେ କେହି ନଥିଲେ। ରାତି ଅଧାରେ ଝରକା ଖୋଲା ଥାଏ। ଚାରିଆଡ଼େ ନିସ୍ତବ୍ଧ। ହଠାତ୍ ବାଲିଗଡ଼ି ଆସି ଝରକା ପାଖରେ ଶୋଇଥିବା ପିଲା ଉପରେ ପଡ଼େ। କିଏ ଜଣେ ବାହାରକୁ ଫିଙ୍ଗୁଛି ବୋଲି ଭାବି ସାହସ କରି ବାହାରକୁ ଗଲା ବେଳକୁ କେହି ନଥାନ୍ତି। ସେଦିନ ରାତି ପ୍ରାୟ 2:45। ଜଣେ ପିଲା ପରିସ୍ରା ଉଠିଲା। ପ୍ରଥମେ ଟଏଲେଟ୍କୁ ଗଲାବେଳକୁ ଭିତର ପଟୁ କବାଟ ବନ୍ଦ ଅଛି। ସେ ଆର ଟଏଲେଟ୍କୁ ଗଲାବେଳକୁ ତା ଉପରେ କିଛି ପାଣି ପଡ଼ିଲା। ସମସ୍ତେ ଶୋଇଥାନ୍ତି। ଝିଟିପିଟି ମୁତିଲା କି ଆଉ। ଲାଇଟ୍ ଜଳାଇ ଉପରକୁ ଦେଖିଲା ବେଳକୁ କିଛି ଦିନ ପୂର୍ବରୁ ପେଟ୍ରୋଲ ଆଣିଥିବା ଖାଲି ବୋତଲ ଯେଉଁଟାକି ସିଡ଼ି ଘରର ଗୋଟେ କଣରେ ପଡ଼ିଥିଲା, ସେଟା ଥାକ ଯାଏ ଗଡ଼ୁଛି ଆଉ ସେଥିରୁ କିଛି ପାଣି ବାହାରି ୟା ମୁଣ୍ଡରେ ପଡ଼ିଛି। ହାଉଳି ଖାଇ ବାପାଲୋ ମାଲୋ ଡାକି ଶୋଇବା ଘରକୁ ଦୌଡ଼ି ଆସିଲା ବେଳକୁ ପ୍ରଥମ ଟଏଲେଟ୍ଟି ଖୋଲା ଅଛି ଓ ପବନରେ ସେ କବାଟ ଦୋହଲୁଛି। ସେ ଆହୁରି ଡରିଗଲା। ଘରେ ପଶୁ ପଶୁ ବଣ୍ଟି ଉପରେ ହାମୁଡ଼େଇ ହୋଇ ପଡ଼ିଲା। ବଣ୍ଟି ନିଦରୁ ଉଠି ତାକୁ କ'ଣ ହେଲା ବୋଲି ପଚାରିଲା। ତା ତଣ୍ଟି ଶୁଖି ଯାଉଥାଏ। ଆସ୍ତେ ଆସ୍ତେ ଖଣ୍ଡି ସ୍ୱରରେ କହିଲା, ଭୂତ ଭୂତ। ଚାଲିଲୁ ବାହାରକୁ। ନା ଆବେ କିଛି ନାହିଁ, ମୁଁ ଅଛି, ଆସେ ଆସେ, ଏମିତି କହି ଡାକିଲା। ବଣ୍ଟି ବାହାରକୁ ଆସି ଦେଖିଲା ବେଳକୁ କେହି କୁଆଡ଼େ ନଥାନ୍ତି। ନିରୀକ୍ଷଣ କରି ଦେଖିଲା ସତରେ ପେଟ୍ରୋଲର ଖାଲି ବୋତଲଟା ସେ ତ ନିଜେ ଆଜି ଏଇଠି ସିଡ଼ି ଘରେ ପକାଇଥିଲା। ଏଇଠି କେମିତି ଆସିଲା? ପୁଣି ସେଥିରେ ପାଣି ତ କେହି ପୂରେଇବେନି। ଭୂତକୁ ବିଶ୍ୱାସ କରୁନଥିବା ବଣ୍ଟି ଟିକେ ଚିନ୍ତାରେ ପଡ଼ିଗଲା। ଛାଡ଼ କହି ବୋତଲକୁ କବାଟ ଖୋଲି ବାହାରକୁ ଫିଙ୍ଗିଦେଲା ଆଉ ପୁଣି ଥରେ ଆସି ତା ଜାଗାରେ ଶୋଇପଡ଼ିଲା। ପିଲାଟି ସେତେବେଳକୁ ଡରରେ ଥରୁଥାଏ। ତା ହାତ ଉପରେ ତା ହାତ ରଖି ମୁଁ ଅଛି ବେ, ଡରନି, ଶୋ ବୋଲି କହି ଶୋଇପଡ଼ିଲା। ପରଦିନ ସକାଳୁ ମେସ୍ରେ ସମସ୍ତେ ଜାଣିଲା ପରେ କିଛି କିଛି ମାତ୍ରାରେ ଅସ୍ୱସ୍ତି ଅନୁଭବ କଲେ। କେମିତି ଗୋଟେ ମାଡ଼ି ମାଡ଼ି ପଡ଼ିଲା ଭୂତ। କିଛି କିଛି ଡର ମଧ୍ୟ ବସା ବାନ୍ଧିବାକୁ ଲାଗିଲା। ବଣ୍ଟିକୁ ସମସ୍ତେ ବା ବା କଲେ। ତୋତେ ଡର ଲାଗେନି କିରେ? ବଣ୍ଟି କହିଲା, ମୁଁ ଡରେନି। ସମସ୍ତେ କହିଲେ ହଉ ଠିକ୍ ଅଛି। ଧୀରେ ଧୀରେ କଥାଟା ଏ କାନ ସେ କାନ ହୋଇ ଆଖପାଖ ହୋଇ ପଡ଼ିଶା ସମସ୍ତେ ଜାଣିବାକୁ ଲାଗିଲେ। ପଡ଼ୋଶୀଙ୍କ ଜଣକ ଏ କଥା ଶୁଣିଲା ପରେ ଦିନେ ମେସ୍ରେ 2 ଜଣଙ୍କୁ ଡାକି ସତ କଥା କହିଲେ। କିଛି ଦିନ ହେଲା ନିଶ୍ଚିନ୍ତରେ ଥିଲୁ।
କାରଣ ଏ ଭୂତଟିକୁ ଆମ୍ବ ଗଛରେ କଣ୍ଟା ବାଡ଼େଇ କିଳା ଦିଆଯାଇଥିଲା। ୟା ପୂର୍ବରୁ ସେ ତୁମ ଘର ମାଲିକ ଝିଅ ଦେହରେ ଆସୁଥିଲା ଓ ହଇରାଣ କରୁଥିଲା। ସେଥିପାଇଁ ଘର ମାଲିକ ଘର ଛାଡ଼ି ଏଠୁ ମାତ୍ର 2 କିଲୋମିଟର ଦୂରରେ ଘର ଭଡ଼ା ଦେଇ ରହୁଛି। ଆମେ ବି ସନ୍ଧ୍ୟା ହେଲେ ଏପଟେ କବାଟ ବନ୍ଦ କରି ଭିତରେ ରହୁ। ଏବେ ପୁଣି କେମିତି ସେ ଫିଟି ଯାଇଛି ଆମେ ବି କିଛି ଦିନ ହେଲା ଅନୁଭବ କରୁଛୁ, କିନ୍ତୁ ତୁମେମାନେ ଡରିବ ବୋଲି ଆମେ କିଛି କହୁନଥିଲୁ। ପିଲା 2 ଜଣ ପୁରା ଘଟଣା କ'ଣ ଜାଣିବାକୁ ଚାହିଁଲେ। ପୁରା ଘଟଣାଟି ଏହିପରି। ଏଇ ଘରଟି ପ୍ରତିଷ୍ଠା କରି ଘର ମାଲିକ ଓ ପରିବାର ଏ ଘରେ ରହିବା ପାଇଁ ଆସିଲେ। କିଛି ଦିନ ପରେ ତାଙ୍କ ଝିଅର ଦେହ ଖରାପ ହେଲା। ପ୍ରାୟ ବୟସ ହେବ 7-8 ବର୍ଷ ହେବ। ନୂଆ ଜାଗା ଯୋଗୁଁ ବୋଧହୁଏ ହେଉଛି ବୋଲି ଭାବି ସେମାନେ କିଛି କିଛି ଔଷଧ ଦୋକାନରୁ କିଣି ଝିଅକୁ ଖାଇବାକୁ ଦେଲେ। ହେଲେ ଦେହ ଭଲ ହେଲାନି। ସେମାନେ ଡାକ୍ତରକୁ ଦେଖାଇଲେ। ଡାକ୍ତରଠୁ ଔଷଧ ଖାଇଲା ପରେ ବି ଦେହ ଭଲ ହେଲା ନାହିଁ। ଔଷଧ ପ୍ରଭାବରୁ ଦେହ ଟିକେ ଭଲ ହେଲେ ବି ପୁଣି କିଛି ଦିନ ପରେ ଜ୍ୱରରେ ପଡ଼େ ଆଉ ଅସ୍ପଷ୍ଟ ସ୍ୱରରେ କିଛି କିଛି ବିଳବିଳେଇ ହୁଏ। ଏମିତି ପ୍ରାୟ 1.5 ମାସ ପରେ ହଠାତ୍ ଦିନେ ରାତିରେ ଅଧାରେ ଝିଅଟି ଉଠି ପାଗଳଙ୍କ ପରି ପ୍ରଳାପ କରିବାକୁ ଲାଗିଲା। ବାଳକୁ ମୁକୁଳା କରି ଅସ୍ପଷ୍ଟ ଭାଷାରେ କିଛି କିଛି କହିବାକୁ ଲାଗିଲା ଓ ହାତରେ ଯାହା ପଡ଼ିଲା କବାଟ ବାହାରକୁ ଫିଙ୍ଗିବାକୁ ଲାଗିଲା। ଘର ମାଲିକ ଓ ତା ସ୍ତ୍ରୀ ଡରିଯାଇ ରାତିଟି ଚାହିଁ ତାହିଁ କରି କାନ୍ଦି କୁନ୍ଥେଇ ବିତେଇଲା ପରେ ସକାଳୁ ସକାଳୁ ଏଠୁ ପ୍ରାୟ 25 କିଲୋମିଟର ଥିବା ଜଣେ ବାବାଙ୍କ ପାଖକୁ ନେଇଗଲେ। ଏମାନଙ୍କୁ ଦେଖୁ ଦେଖୁ ସେ ମୁହଁ ବୁଲେଇ ନେଲେ। ଝିଅକୁ ଦେଖିଲା ପରେ କହିଲେ, ଯା, ମୁଁ କାଲି ଆସିବି ତୋ ଘରକୁ। କିଛି ସିନ୍ଦୁର ଦେଇ କହିଲେ, ୟାକୁ ତକିଆ ତଳେ ଦେଇ ଶୋଇଯିବୁ। ମୁଁ କାଲି ଆସିବି। ପରଦିନ ବାବା ଆସିକି ପହଞ୍ଚିଲେ। ଝିଅଟି ଦେଖି ଓ ଘରର ଆଖପାଖ ସବୁ ଦେଖି କିଛି ସନ୍ଦେହ କଲେ। ପଚରା ଉଚରା ଜଣାଗଲା ଯେ ଘରର ନିଆଁ ଖୋଳିଲା ବେଳକୁ ମାଟି ତଳୁ କିଛି ହାଡ଼ ଓ ଚପଲ ପରି ଜିନିଷ ସବୁ ବାହାରିଲା। ମାଲିକ ଓ ମୂଲିଆମାନେ କାଳେ ପୁଲିସ କେସ୍ କିଛି ହେବ ବୋଲି ତାକୁ ଆହୁରି ଖୋଳି ପୋତିଦେଲେ ଆଉ ତାପରେ ଘର ତିଆରି କରିଦେଲେ। ଏବେ ଝିଅକୁ ଆଣିଲେ। ଝିଅଟି କେମିତି ଗୋଟେ ଅଲଗା ଦିଶୁଥାଏ, କିନ୍ତୁ ମନ୍ଥୁରା ପାଣି ତା ଉପରେ ପକାଇବାରୁ ସେ ରାଗିଗଲା ଆଉ ବାବାକୁ ମାରିବାକୁ ହାଇଁ ହାଇଁ ହେଲା। ବାବା କିଛି ସିନ୍ଦୁର ହାତରେ ଧରି ତାକୁ ପଚାରିଲେ, ତୁ କିଏ? ଏଠି କାହିଁକି ଅଛୁ? ସେ ଯାହା କହିଲା ସେଥିରେ ସମସ୍ତଙ୍କର ହୋସ ଉଡ଼ିଗଲା। ଏହା ପ୍ରାୟ 1970-75 ମସିହାର କଥା। ସେତେବେଳେ ଏ ପାଖରେ କୌଣସି ଘରଦ୍ୱାର ନଥିଲା, କେବଳ ପଡ଼ିଆ ଆରପଟେ ପୋଲିସ ବ୍ୟାରାକ। ସେଠି ରିଜର୍ଭ ପୁଲିସ ସବୁ ଆସି ରୁହନ୍ତି। ପ୍ରାୟ ସମୟରେ ସେ ଘରକୁ ସବୁ ଖାଲି ଥାଏ। କେବଳ କିଛି କିଛି ବିଶେଷ ପୂଜା ପର୍ବଣ ସମୟରେ ସବୁ ବହୁତ ପୁଲିସ ଆସନ୍ତି, ତାପରେ ସବୁ ଖାଲି। କେବଳ 2-3 ଜଣ ଗାର୍ଡକୁ ଛାଡ଼ି ପୁରା ହଷ୍ଟେଲ ଫାଙ୍କା। ସେଥର ବି ପୂଜା ବେଳକୁ କିଛି ରିଜର୍ଭ ପୁଲିସ ଆସିଥିଲେ। ପୂଜା ସରିଗଲା ପରେ ବି 2 ଜଣ ଥିଲେ ହଷ୍ଟେଲରେ। 2 ଦିନ ପରେ ସେମାନଙ୍କ ଘରକୁ ଯିବାର ଥିଲା। ଏ ଜାଗା ସବୁ ସେତେବେଳେ ଜଙ୍ଗଲ ଥାଏ। ମୋ ବୟସ 16-17 ହେବ। ଏଠୁ ପ୍ରାୟ 2 କିଲୋମିଟର ଦୂରରେ ଆମ ଘର। ସେଦିନ ମା ଉପରେ ରାଗିଯାଇ ମୁଁ ଏପଟେ ଚାଲି ଆସିଲି। ବୁଦବୁଦିଆ ଜଙ୍ଗଲ ସହ କିଛି କିଛି ବଡ଼ ଗଛ ଥାଏ ଏ ଜାଗାରେ। ଏଠି ମୁଁ ଏକା ଏକା ବୁଲୁଥାଏ। ସେ ହଷ୍ଟେଲ ପାଖରେ ପୁଲିସ 2 ଜଣ ବସିଥାନ୍ତି। ମୋତେ ଦେଖି ମୋ ପାଖକୁ ଆସିଲେ ଓ କିଏ ଓ ଏଠି କାହିଁକି ଆସିଛ ବୋଲି ପଚାରିଲେ। ମୁଁ କହିଲି, ମା ଉପରେ ରାଗି ମୁଁ ଏପଟକୁ ଆସିଛି। ଆରପଟେ ଆମ ଘର। କିଛି ନ କହି ସେମାନେ ମୋ ମୁହଁକୁ ବନ୍ଦ କରି ଗୋଟେ ଗଛ ପଛପଟେ ଟେକି ନେଲେ ଓ ବଳାତ୍କାର କଲେ। ମୁଁ ଯେତେ କାନ୍ଦିଲେ ବୋବେଇ ନେହୁରା ହେଲେ ବି ମୋତେ ଛାଡ଼ିଲେ ନାହିଁ। ତାଙ୍କର ମନ ସନ୍ତୁଷ୍ଟ ହୋଇଯିବା ପରେ ତାଙ୍କର ବୁଦ୍ଧି ପଶିଲା, ଡର ଲାଗିଲା, ଏବେ କ'ଣ କରିବେ ବୋଲି ଭାବି ହେଲେ। ଏଣେ ମୁଁ କାନ୍ଦୁଥାଏ ଓ ସମସ୍ତଙ୍କୁ କହିଦେବି ବୋଲି ଧମକ ବି ଦେଉଥାଏ। ସେମାନେ କ'ଣ କରିବେ ବୋଲି ଭାବି ମୋ ଓଢ଼ଣୀର ମୋ ତଣ୍ଟି ଚିପି ମାରିଦେଲେ ଆଉ ସେଇ ଗଛ ମୂଳରେ ମାଟି ଖୋଳି ପୋତି ଦେଲେ। କିଛି ଦିନ ଖୋଜାଖୋଜି ପରେ ମୋ ବାପା ମା ବି ଚୁପ୍ ରହିଲେ। ମୁଁ ବି ଆଉ କିଛି କରିପାରିଲି ନାହିଁ। କିନ୍ତୁ ଇଏ ଘରର ନିଆଁ ଖୋଳିଲା ବେଳେ ହଠାତ୍ ମୋତେ ଉଠାଇଲେ, ପୁଣି ଆହୁରି ମାଟି ଖୋଳି ମୋତେ ପୋତିଦେଲେ। ମୁଁ ସେ ରାକ୍ଷସ ଗୁଡ଼ାକର ତ କିଛି କ୍ଷତି କରିପାରିଲି ନାହିଁ, ହେଲେ ଇଏ ମୋ ହାଡ଼ ଦେଖି ପୋଲିସ ଓ ଲୋକଙ୍କୁ କହିବ ବଦଳରେ ମୋତେ ପୁଣି ପୋତିଦେଲେ। ଏଣୁ ଇଏ ବି ସମ ପରିମାଣରେ ଦୋଷୀ। ତେଣୁ ମୁଁ ୟା ଝିଅକୁ ମାରିଦେବି। ଏତିକି କହି ସେ ପୁଣି ବାଳକୁ ମୁକୁଳା କରି ନିଜ ବାଳ ନିଜେ ଛିଣ୍ଡାଇ ରକ୍ତାକ୍ତ କରି ପକାଇଲା। ବାପା ଜଣକ କିଛି ସିନ୍ଦୁର ତା ଉପରେ ପକାଇବାରୁ ସେ ଶାନ୍ତ ହୋଇ ଝିଅ ତଳେ ଖସି ପଡ଼ିଲା। ଝିଅକୁ ଖଟ ଉପରେ ଶୁଆଇ ଦେଇ ଘର ମାଲିକ ଓ ତାଙ୍କ ସ୍ତ୍ରୀ ସେଦିନ ବାବାର ଗୋଡ଼ ଧରି ପକାଇଲେ ଆଉ ଏଥିରୁ ମୁକ୍ତି ଦେବାକୁ ଅନୁମତି କଲେ। ଏ ଭିତରେ ବଣ୍ଟି କିନ୍ତୁ ଭୂତକୁ ଡରୁ ନଥିଲା। ପିଲାଦିନରୁ ଏସବୁ ଶୁଣି ଶୁଣି ତା ଦେହ ସୁହା ହୋଇଯାଇଥିଲା। ଆହୁରି ବି ତା ପାଖରେ ମାମୁଁ ଦେଇଥିବା ଡେଉଁରିଆ ବି ଥିଲା। ପିଲାମାନେ ଡରରେ ସନ୍ଧ୍ୟାରେ
ସନ୍ଧ୍ୟା ପରେ ବାହାରକୁ ବାହାରୁ ନଥିବା ବେଳେ ସେ ଅନ୍ୟ ମେସ୍ରେ ଏକ ସାଙ୍ଗମାନଙ୍କ ସହ ଖଟି କରି ମେସ୍କୁ ଫେରୁଥିବା ରାତି 10ଟା ପରେ ପଚାରିଲା, କହୁଥିଲା, ମୁଁ ତ କାହିଁ ଦେଖିନି ଭୂତ, ମୋତେ ଆଗ ଦେଖାଉ। ଆହୁରି ବି ମାଆଙ୍କଠୁ ଶୁଣିଥିଲା ଯେ ତା ଜାତକରେ ଭୂତ ଦେଖିବା ସମ୍ଭବ ନୁହେଁ, ଭୂତମାନେ କେବେ ବି ତାକୁ ଦେଖା ଦେବେନି। ତେଣୁ ସେ ନିଶ୍ଚିତରେ ବୁଲୁଥିଲା। ଆଉ ଅନ୍ଧାର ରାତିରେ ନିଛାଟିଆ ସୁନସାନ ବର ଆମ୍ବ ଡୋଳ କଟକଟ ହେଉଥିବା ରାସ୍ତାରେ ରାତିରେ ଏକା ଆସିଲେ ବି ଭୂତକୁ ଡାକି ଡାକି ଆ ଭୂତ ଏମିତି ଡାକିକି ଆସେ, କିନ୍ତୁ ତାକୁ ଭୂତ ଦେଖା ଦିଏନି। 2 ଦିନ ପରେ ସେ ଲୋକ ଜଣକ, ଯିଏକି ଜଣେ ଜ୍ୟୋତିଷ ଭୂତ ପ୍ରେତକୁ ଘୋଡ଼ାଇବା କାମ କରନ୍ତି, ସେଦିନ ବେଳେ ଆସି ମେସ୍ରେ ପହଞ୍ଚିଲେ। ମେସ୍ର ପୁରା ଘରଟି ବୁଲି ସାରିବା ପରେ ଆଖି ବନ୍ଦ କରି କହିଲେ, ପ୍ରଥମେ ଏଠାରେ ଥିବା ଗଣେଶ ମୂର୍ତ୍ତିକୁ ବିସର୍ଜନ କର ଏବେ ହିଁ। କହିବା ବାହୁଲ୍ୟ। ଗଣେଶ ପୂଜା ସରିବା ପରେ ଗଣେଶ ମୂର୍ତ୍ତିଟି ଏବେ ଯାଏଁ କି ପାଇଁ ବିସର୍ଜନ ହେଇନାହିଁ। 2 ଜଣ ପିଲା ଗଣେଶ ମୂର୍ତ୍ତିକୁ ଉଠାଇବାକୁ ଚେଷ୍ଟା କଲେ, କିନ୍ତୁ ବିଫଳ ହେଲେ। ମୂର୍ତ୍ତିଟି ଆଣିଲା ପରେ 2 ଜଣ ଆଣିଥିଲେ, କିନ୍ତୁ ବିସର୍ଜନ ପାଇଁ ନେଲାବେଳେ 4 ଜଣ ମଧ୍ୟ କଷ୍ଟ ହେଲା। ସେମାନେ ଜଲ୍ଦି ଜଲ୍ଦି କରି ମୂର୍ତ୍ତିଟି ବିସର୍ଜନ କରି ଫେରି ଆସିଲେ। ଏବେ ଜ୍ୟୋତିଷ ଜଣକ ସେ ରୁମ୍ରେ ସେ ଭୂତର ଗତିବିଧି ବର୍ଣ୍ଣନା କଲେ। ଭୂତ ଏବେ ବି ଆମ୍ବ ଗଛରେ ରହୁଛି। ସେ ଜଣେ ଝିଅର ଶରୀର ଖୋଜୁଛି। ସବୁଦିନ ରାତି 1ଟାଏ ପରେ ଗଛରୁ ଓହ୍ଲାଇ ପ୍ରଥମ ରୁମ୍ରେ ପଶୁଛି। ଝରକା ପଟେ ପୁଣି ବାହାରକୁ ଯାଇ ଆର ଘରକୁ ଯିବାକୁ ଚେଷ୍ଟା କରୁଛି, କିନ୍ତୁ କୌଣସି ଏକ ଜିନିଷର ପ୍ରଭାବରେ ସେ ରୁମ୍ ପଶି ପାରୁନାହିଁ। ପୁଣି ପ୍ରଥମ ରୁମ୍କୁ ଝରକା ପଟେ ଆସି ଡାଇନିଂ ଦେଇ ଆର ରୁମ୍କୁ ଯାଉଛି। ପୁରା ଘର ଚାରିପଟେ ବୁଲି ସାରି କୌଣସି ଝିଅକୁ ନ ପାଇ ପୁଣି ଆର ଦିନକୁ ଅପେକ୍ଷା କରୁଛି। ଏମିତି ବେଳେ ବଣ୍ଟି ବାହାରକୁ ଆସି ଘରକୁ ପ୍ରବେଶ କଲା। ତାକୁ ଦେଖି ଜ୍ୟୋତିଷ ଜଣକ କହିଲେ, ସାର୍ଟ ଭିତରେ ତୁମେ କ'ଣ ପିନ୍ଧିଛ? ବଣ୍ଟି କହିଲା, କିଛି ନାହିଁ। ତୁମ ପାଖରେ ଗୋଟେ ଡେଉଁରିଆ ଅଛି? ବଣ୍ଟି କହିଲା, ହଁ। ଏଇଟା ଜଣେ କାଳି ସାଧକ ତୁମକୁ ଦେଇଛନ୍ତି ନା? ବଣ୍ଟି କହିଲା, ହଁ। ବଣ୍ଟି ରହୁଥିବା ରୁମ୍ ଆଡ଼କୁ ଆଙ୍ଗୁଳି ନିର୍ଦ୍ଦେଶ କରି, ତୁମେ ଏଇ ରୁମ୍ରେ ରୁହ? କହିଲା, ହଁ। କ'ଣ କିଛି ହେଇଛି କି? ସେଥିପାଇଁ ସେ ଡାହାଣୀଟି, ସେ ଭୂତଟି ସେ ରୁମ୍କୁ ପଶି ପାରୁନାହିଁ। ତେବେ ତୁମ ସମସ୍ତଙ୍କୁ ସତର୍କ ରହିବାକୁ ପଡ଼ିବ। ଆଗାମୀ 2 ଦିନ ପରେ ଗାଁ ପୂଜା। ମା କାଳୀଙ୍କ ଯାତ୍ରା ଏଇଠି ପାଖରେ ହେବ। ତୁମମାନଙ୍କ ଭିତରୁ କେହି ଜଣେ ସେ ଗାଁ ଭ୍ରମଣ କଲା ବେଳକୁ ତାକୁ ବାଟ ଜଗି ବସିବ। ସେ ପଚାରିଲା ପରେ ସବୁ କହିବ। ତା ପାଖରେ ସେ ଯାହାଙ୍କ ଦେହରେ ଠାକୁରାଣୀ ଆସନ୍ତି, ଯାହା ଦେବେ ତାକୁ ଏକ ହଳଦିଆ ନାଲି କନାରେ ଗୁଡ଼େଇ ଘରର ଦୁଆର ବନ୍ଧ ପଛ କବାଟରେ ବାନ୍ଧିଦେବ। ତା ପରଦିନ ପୂଜା ପାଇଁ ଏସବୁ ଜିନିଷ ଯୋଗାଡ଼ କରି ଆଣ କହି ସେ ଏକ ଲିଷ୍ଟ ବଢ଼ାଇ ଦେଲେ। ପୂଜା ହେଲା ପରେ ସବୁ ଠିକ୍ ହେଇଯିବ। ମୁଁ ଏବେ ଘର ଚାରିପଟେ ଧଳା ସୋରିଷ ମନ୍ତୁରା ଜଳ ଛିଞ୍ଚି ଦେଇ ଯାଉଛି। ଏବେ 2 ଦିନ ସେ କିଛି ବି କରିବ ନାହିଁ। ଏମିତି କହି ସେ ବ୍ୟାଗରେ ଆଣିଥିବା ସୋରିଷ ଓ ମନ୍ତୁରା ପାଣିକୁ ମିଶାଇ ଘର ଚାରିପାଖରେ ଛିଞ୍ଚିବାକୁ ଲାଗିଲେ। ପରଦିନ ଜ୍ୟୋତିଷଙ୍କ କହିବା ଅନୁସାରେ ଗାଁ ଦେବତା ଗଲା ପରେ ତାଙ୍କଠୁ କିଛି ବିଭୂତି ପାଇ ପିଲାମାନେ ଜ୍ୟୋତିଷ କହିବା ଅନୁସାରେ ନାଲି ହଳଦିଆ କନାରେ ତାକୁ ଗୁଡ଼ାଇ ଘରର ମୁଖ୍ୟ ଦରଜା ପଛ ଦରଜା ପାଖରେ ସେସବୁ ବାନ୍ଧିଲା ପରେ ପରଦିନ ପୂଜା ସବୁ ସରଞ୍ଜାମ ଯୋଗାଡ଼ କଲେ। ସେଦିନ ପୂଜା ବହୁତ ସମୟ ଧରି କରିବା ପରେ ମେସ୍ର ସବୁ ପିଲାଙ୍କ ହାତରେ ରକ୍ଷାସୂତ୍ର ବନ୍ଧାଗଲା। ଜ୍ୟୋତିଷ ଜଣକ ସବୁ ପିଲାଙ୍କୁ ଡାକି କହିଲେ, ଆଜି ଏ ଭୂତର ହେଉଛି ଏ ଘରେ ଶେଷ ଦିନ। ସେ ଆଜି ଏ ଘର ଛାଡ଼ି ପଳାଇଯିବ। ତେଣୁ ସେ କିଛି ବି ହରକତ କରିପାରେ। ସମସ୍ତେ ସାବଧାନ ଥିବ। କୌଣସି ଘରେ କେହି ଏକା ରହିବ ନାହିଁ। ସେ ତୁମମାନଙ୍କୁ ଡରାଇବା ପାଇଁ ଚେଷ୍ଟା କରିବ। ସନ୍ଧ୍ୟା 7ଟା ପରେ କବାଟ ଝରକା ସବୁ ବନ୍ଦ କରି ସମସ୍ତେ ଘର ଭିତରେ ହିଁ ରହିବ। ଆଉ 2-3 ଜଣ ରାତି ସାରା ଅନିଦ୍ରା ରହିବ। କେତେବେଳେ ବି କିଛି ଅଘଟଣ ଘଟିପାରେ। ଆଜି ରାତିଟା ବିତିଗଲେ କାଲିଠୁ ସେ ଆଉ ଏ ଘରକୁ ଆସିବନି କିମ୍ବା ତୁମମାନଙ୍କୁ ଆଉ ଦେଖା ଦେବ ନାହିଁ। କହିସାରି ସେଦିନ ଜିନିଷପତ୍ର ସହ ଦକ୍ଷିଣା ଧରି ଘରୁ ବାହାରି ଗଲେ। ଯାହା ହେଉ ଆଉ ଗୋଟେ ଦିନ। ସମସ୍ତେ ଟିକେ ଶାନ୍ତିରେ ନିଶ୍ୱାସ ମାରିଲେ। ଯେମିତି ସେମିତି କରି ଆଜି ରାତିଟା କାଟିଦେଲେ ଗଲା। ସନ୍ଧ୍ୟା 7ଟାରୁ ମେସ୍ର ମୁଖ୍ୟ କବାଟ ଝରକା ସବୁ ବନ୍ଦ କରି ଦିଆଗଲା। ହେଲେ ବଣ୍ଟି କାହିଁ 8ଟା ପରେ ବଣ୍ଟି ଫେରିଲା ଅନ୍ୟ ଏକ ମେସ୍ରୁ। ଯାହା ହେଉ ଭଲରେ ରାତିଟି କଟିଗଲା। ଶାନ୍ତି। ଏବେ ଆଉ ଡର ନାହିଁ। ପରଦିନ ସନ୍ଧ୍ୟା 8ଟା ପରେ ସମସ୍ତେ ଗୋଟେ ଘରେ ବସି ଏ ବିଷୟରେ ଆଲୋଚନା କରୁଥିବା ବେଳେ ହଠାତ୍ ଗୋଟେ ଖାଲି ଟମାଟୋ ସସ୍ ବୋତଲ, ଯେଉଁଟା କବାଡ଼ିବାଲାକୁ ବିକ୍ରି କରିବାକୁ ଘରର ପଛପଟେ ଥିବା ଏକ ଖାଲି ଜାଗା ରଖାଯାଇଥିଲା, ଉପରକୁ ପଡ଼ି 3-4 ଥର ଡ୍ରପ୍ ଖାଇ ଗଡ଼ି ଆସି ସେ ଘର ଭିତରକୁ ପ୍ରବେଶ କଲା। ଆଗରୁ କେବେ ଅନୁଭବ କରିନଥିଲା ବଣ୍ଟି ଏ ଘଟଣାଟି। ନିଜ ଆଖିରେ ଦେଖିବା ପରେ ତାକୁ କେମିତି ଲାଗୁଥାଏ। ଆଈମାଙ୍କର ଗୋଟେ କଥା ତାର ଏବେ ମନେ ପଡ଼ୁଥିଲା, ଭୂତ ଅଛି ଠିକ୍ ଯେମିତି ଭଗବାନ ଅଛନ୍ତି। ଆମେ ଭଗବାନଙ୍କୁ ଦେଖିପାରୁ କି? ସେମିତି ଭୂତମାନଙ୍କୁ ବି ଆମେ ଦେଖିପାରୁନି। କିଛି ସମୟ ଚୁପ୍ ରହି ସମସ୍ତେ ସମସ୍ତଙ୍କ ମୁହଁକୁ 2-4 ଥର ଚାହିଁଲା ପରେ ଶୀଘ୍ର ଏ ଘର ଛାଡ଼ିବାର ଯୋଜନାରେ ଏକମତ ହୋଇ ସାରିଥିଲେ। ଆଶା କରୁଛି ଏ କାହାଣୀ ଆପଣଙ୍କୁ ଭଲ ଲାଗିଥିବ। ଧନ୍ୟବାଦ।